ସୁମନ ଜଣେ ଭଦ୍ର ବ୍ୟକ୍ତି। ନିର୍ଜନ ପାହାଡ଼ିଆ ସ୍ଥାନରେ ବର୍ଷା ସମୟରେ ବସ୍ର ଅପେକ୍ଷାରେ ଅଛନ୍ତି। ସେଇ ପଥ ଦେଇ ଯେତେ କାର୍ ଯାଉଛନ୍ତି ହାତ ଦେଖାଉଛନ୍ତି। ହଠାତ୍ ସେ ଦେଖିଲେ ଗୋଟିଏ କାର୍ ତାଙ୍କ ପାଖକୁ ଧୀରେ ଧୀରେ ଆସୁଛି। ସେ କାର୍ ଚାଲୁଥିବା ଅବସ୍ଥାରେ ଚଢ଼ିଗଲେ। ଭିତରେ ଯାଇ ଦେଖୁଛନ୍ତି କାର୍ର ଡ୍ରାଇଭର ନାହିଁ, ଅଥଚ କାର୍ଟି ଚାଲୁଛି। ସର୍ବାଙ୍ଗ ଶରୀର ଭୟରେ ଥରିବାକୁ ଲାଗିଲା। କିଛି ବାଟ ଗଲା ପରେ ଝରକା ପଟୁ ଗୋଟିଏ ହାତ ଆସିଲା କାର୍କୁ ବୁଲେଇବାକୁ। ସୁମନ ଆହୁରି ଭୟଭୀତ ହେଲେ। ସେ ଭାବିଲେ ଆଜି ମୃତ୍ୟୁ ସୁନିଶ୍ଚିତ। ସେ ଧୀରେ ଧୀରେ ଚାଲୁଥିବା କାର୍ର କବାଟ ଖୋଲି ଡେଇଁ ପଡ଼ିଲେ ଓ ନିକଟରେ ଥିବା ହୋଟେଲ ଆଡ଼କୁ ଦୌଡ଼ିଗଲେ ଓ ଚିତ୍କାର କରି କହିଲେ, ଏଇ କାର୍ ଶୈତାନ ଚଲାଉଛି। ସମସ୍ତେ କାର୍ ଦେଖିବାକୁ ଦୌଡ଼ି ଆସିଲେ। ସେଇ ହୋଟେଲ ପାଖରେ କାର୍ଟି ମଧ୍ୟ ଅଟକିଗଲା। କାର୍ର ଅନ୍ୟ ପାଖରୁ 2 ଜଣ କଳା ରେନ୍‌କୋଟ୍ ପିନ୍ଧି ବାହାରି ଆସିଲେ ଓ ସୁମନ ଆଡ଼କୁ ଆଙ୍ଗୁଠି ଦେଖାଇ କହିଲେ, ଏଇ ବ୍ୟକ୍ତି ଆମେ କାର୍କୁ ତିଆରି କରିବା ପାଇଁ ଠେଲି ଠେଲି ଆଣିଲା ବେଳେ କବାଟ ଖୋଲି ବସିଗଲେ। ଅନେକ ସମୟରେ ଆମେ କୌଣସି କାରଣ ନଥାଇ ଭୟ କରୁ। ଈଶ୍ୱରଙ୍କ ସନ୍ତାନ ଭାବେ ଯଦି ଆମେ ପ୍ରଭୁ ଯୀଶୁଙ୍କ ଉପରେ ନିର୍ଭର କରିବା, ସବୁ ପ୍ରକାର ଭୟରୁ ମୁକ୍ତ ହେବା। ଆଜି ଆପଣ କ'ଣ ପ୍ରଭୁ ଯୀଶୁଙ୍କଠାରେ ନିର୍ଭର କରୁଛନ୍ତି କି?